विज्ञान और प्रजुक्तिर जुग आधुनिक विज्ञान जो सब शाखा मानव समाज को वर्तमान सबुठारु अधिक प्रभावित करुचंती सेमानक मध्यरु नानो विज्ञान और प्रजुक्ति अन्यतम पिलामाने आजी आमे अजस्र संभावनापूर्ण एवं द्रुत गति रे विकसित हेउथिबा विज्ञान रो एही क्षेत्र विषय रे किछि जानिबा। न्यानो शब्दटी ग्रीक शब्द न्यान्स रु आसिछि ଯାହାର ଅର୍ଥ ହେଉଛି ବାମନ ବା ଅତି କ୍ଷୁଦ୍ର। ଏକ ନ୍ୟାନୋମିଟର ହେଉଛି 1 ମିଟରର 1000 କୋଟି ଭାଗ ବା 1/10⁹ ଯାହା ଏତେ ଛୋଟ ଯେ ଆମେ ଖାଲି ଆଖିରେ ଦେଖିପାରିବା ନାହିଁ। ନ୍ୟାନୋମିଟରର ଧାରଣାକୁ ଭଲ ଭାବରେ ବୁଝିବା ପାଇଁ ପିଲାମାନେ ଚିନ୍ତା କର, ଯଦି ଆମେ ଆମ ମୁଣ୍ଡର ଏକ କେଶକୁ ନେବା, ଏହାର ପ୍ରାୟ 80,000 ଭାଗରୁ ଏକ ଭାଗ 1 ନ୍ୟାନୋମିଟର ହେବ। ନ୍ୟାନୋ ବିଜ୍ଞାନ ହେଉଛି 1 ନ୍ୟାନୋମିଟରରୁ 100 ନ୍ୟାନୋମିଟର ମଧ୍ୟରେ ଥିବା କଣିକାମାନଙ୍କର ଗଠନ, ଚଳନ, ସ୍ୱଭାବ ଓ ବିଶେଷତାର ଅଧ୍ୟୟନ। ଯେଉଁ ବସ୍ତୁର ପରିସର ଏହି ଯେଉଁ ମାପର ଅନ୍ତର୍ଭୁକ୍ତ ହୁଏ ତାହାକୁ ନ୍ୟାନୋ ବସ୍ତୁ କୁହାଯାଏ। ଏଠାରେ ପରିସରର ଅର୍ଥ ଦୈର୍ଘ୍ୟ, ପ୍ରସ୍ଥ, ଉଚ୍ଚତା ଓ ବ୍ୟାସ ଇତ୍ୟାଦି। ନ୍ୟାନୋ ବିଜ୍ଞାନ କେବଳ ପଦାର୍ଥର ପରିସର ମଧ୍ୟରେ ସୀମିତ ନୁହେଁ। ପଦାର୍ଥର କ୍ଷୁଦ୍ର ଆକାର ଯୋଗୁଁ ଯଦି ଏହାର କୌଣସି ଏକ ଧର୍ମ ଆକସ୍ମିକ ବା ଆଖି ଦୃଷ୍ଟିଆ ଭାବରେ ପରିବର୍ତ୍ତିତ ହୁଏ, ତେବେ ଆମେ ଏହି ପଦାର୍ଥକୁ ନ୍ୟାନୋ ପଦାର୍ଥର ଅନ୍ତର୍ଭୁକ୍ତ କରିଥାଉ। ନ୍ୟାନୋ ବିଜ୍ଞାନ ହେଉଛି ପଦାର୍ଥକୁ ବୁଝିବା ଏବଂ ଏହାକୁ ମନପସନ୍ଦ ଭାବରେ ଗଢ଼ିବାର ବିଜ୍ଞାନ। ନ୍ୟାନୋ ପଦାର୍ଥର ଦୈନନ୍ଦିନ ବ୍ୟବହାର ଓ ଉପଯୋଗିତାକୁ ନ୍ୟାନୋ ପ୍ରଯୁକ୍ତିବିଦ୍ୟା ବା ନ୍ୟାନୋ ଟେକ୍ନୋଲୋଜି କୁହାଯାଏ। ନ୍ୟାନୋ ବିଜ୍ଞାନର ମୂଳ ଧାରଣା ହେଉଛି ଯେ ପଦାର୍ଥର ଗୁଣ ଓ ବ୍ୟବହାର ତାହାର ଆକାର ଓ ଗଠନ ଉପରେ ନିର୍ଭର କରିଥାଏ। ଏହି ସୂକ୍ଷ୍ମ ମାପରେ ବସ୍ତୁମାନଙ୍କର ଗୁଣ, ରଙ୍ଗ, ଦୃଢ଼ତା, ତାପ ବା ବିଦ୍ୟୁତ୍ ପରିବହନର ଶକ୍ତି ସାମାନ୍ୟ ଆକାରର ବସ୍ତୁଠାରୁ ଭିନ୍ନ ହୋଇଥାଏ। ଯେପରି ଆମେ ଦେଖୁଥିବା ସୁନାର ରଙ୍ଗ ହଳଦିଆ, ମାତ୍ର ନ୍ୟାନୋ ସୁନା କଣିକାର ରଙ୍ଗ ଲାଲ, ନୀଳ କିମ୍ବା ବାଇଗଣୀ ହୋଇପାରେ। ଦସ୍ତା, ସୁନା ଓ ପ୍ଲାଟିନମ୍ ଚୁମ୍ବକୀୟ ପଦାର୍ଥ ନୁହେଁ, ମାତ୍ର ନ୍ୟାନୋ ଆକାରରେ ଏମାନେ ଚୁମ୍ବକୀୟ ଆଚରଣ ଦେଖାଇଥାନ୍ତି। ନ୍ୟାନୋ ଟ୍ୟୁବ୍ରେ କାର୍ବନ ଷ୍ଟିଲ୍ ଠାରୁ ମଧ୍ୟ ଅଧିକ ଶକ୍ତ ହୋଇଥାଏ। ନ୍ୟାନୋ କଣିକା ଛୋଟ ହେଲେ ମଧ୍ୟ ଏହାର ପୃଷ୍ଠତଳ ଅଧିକ ହୋଇଥାଏ, ତେଣୁ ଏହି କଣିକା ଗୁଡ଼ିକ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟାରେ ଅଧିକ ସକ୍ରିୟ ହୋଇପାରନ୍ତି। ନ୍ୟାନୋ ପ୍ରଯୁକ୍ତି ଦ୍ୱାରା ନୂଆ ପଦାର୍ଥ ତିଆରି କରାଯାଏ, ଯାହା ସାଧାରଣ ପଦାର୍ଥ ଅପେକ୍ଷା ଅଧିକ ଦୀର୍ଘସ୍ଥାୟୀ ଓ ହାଲୁକା ହୋଇଥାଏ। ଏହିପରି ପଦାର୍ଥର ଗୁଣଧର୍ମରେ ଅସାମାନ୍ୟ ପରିବର୍ତ୍ତନ ଆଣିପାରୁଥିବା ନ୍ୟାନୋ ବିଜ୍ଞାନ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇପାରିଛି। ନ୍ୟାନୋ ବିଜ୍ଞାନର ଉପସ୍ଥିତି ଆମ ପରିବେଶରେ ଆମେ ବିଭିନ୍ନ ରୂପରେ ଅନୁଭବ କରିଥାଉ। ଏକ ପଦ୍ମ ଫୁଲର ପତ୍ର ପ୍ରାକୃତିକ ନ୍ୟାନୋ ଷ୍ଟ୍ରକ୍ଚର ଦ୍ୱାରା ଆବୃତ ହୋଇ ରହିଛି, ତେଣୁ ଏହା ପାଣିରେ ଭିଜେ ନାହିଁ। ଏହାକୁ ନ୍ୟାନୋ ପ୍ରଯୁକ୍ତି ବିଦ୍ୟାରେ ଲୋଟସ୍ ଇଫେକ୍ଟ କୁହାଯାଏ। ପ୍ରଜାପତିର ପର ଏବଂ ମୟୂର ପଙ୍ଖର ସୁନ୍ଦର ରଙ୍ଗ ଏଥିରେ ଥିବା ନ୍ୟାନୋ ଷ୍ଟ୍ରକ୍ଚର ଯୋଗୁଁ ସମ୍ଭବ ହୋଇଥାଏ। ଆମେ ଦେଖୁଥିବା ବହୁରୂପୀ ଏଣ୍ଡୁଅ ତାର ରଙ୍ଗ ପରିବର୍ତ୍ତନ କରିପାରିବାର କଳା ପଛରେ ନ୍ୟାନୋ ପ୍ରଯୁକ୍ତି ବିଦ୍ୟା ରହିଛି। ପୁରାତନ ସମୟରେ ମନୁଷ୍ୟ ଆଧୁନିକ ନ୍ୟାନୋ ବିଜ୍ଞାନକୁ ନ ବୁଝିଥିଲେ ମଧ୍ୟ ପଦାର୍ଥର ସୂକ୍ଷ୍ମ ଗୁଣକୁ ବ୍ୟବହାର କରୁଥିଲା। 2000 ବର୍ଷ ପୂର୍ବର ଇତିହାସକୁ ଦେଖିଲେ ଜଣାଯାଇଛି, ରୋମାନ ଯୁଗରେ ପ୍ରସ୍ତୁତ ହୋଇଥିବା ଲାଇକର୍ଗସ୍ କପ୍ ନ୍ୟାନୋ ଗୋଲ୍ଡ ଓ ନ୍ୟାନୋ ସିଲଭର ଦ୍ୱାରା ପ୍ରସ୍ତୁତ ହୋଇଥିବାରୁ ଆଲୋକରେ 2000 ବର୍ଷ ପୂର୍ବର ଇତିହାସକୁ ଦେଖିଲେ ଜଣାଯାଇଛି ଯେ ରୋମାନ ଯୁଗରେ ପ୍ରସ୍ତୁତ ଲାଇକର୍ଗସ୍ କପ୍ ନ୍ୟାନୋ ଗୋଲ୍ଡ ଓ ନ୍ୟାନୋ ସିଲଭର ଦ୍ୱାରା ପ୍ରସ୍ତୁତ ହୋଇଥିବାରୁ ଆଲୋକରେ ଏହାର ରଙ୍ଗ ପରିବର୍ତ୍ତନ ହେଉଥିଲା। 1800 ମସିହାର ଡାମାସ୍କସ୍ ଖଣ୍ଡା ପରି ବିସ୍ମୟକର ମଜବୁତ ଅସ୍ତ୍ର ମଧ୍ୟ ନ୍ୟାନୋ ପଦାର୍ଥରୁ ତିଆରି ହୋଇଥିଲା। ଏହାର ଧାର ଧାତୁ ଓ ପଥରକୁ କାଟିବାରେ ସକ୍ଷମ ଥିଲା। ପରବର୍ତ୍ତୀ ସମୟରେ ଜର୍ମାନୀ ବୈଜ୍ଞାନିକ ଡେଷ୍ଟ୍ରେନ୍ ଏହି ଖଣ୍ଡାର ଦୃଢ଼ତାର ରହସ୍ୟ ଉନ୍ମୋଚନ କରିଥିଲେ, ଯାହା ଥିଲା
କାର୍ବନ ନାନୋ ଟ୍ୟୁବ୍ ଆବିଷ୍କାରର ପ୍ରଥମ ସୋପାନ। ନ୍ୟାନୋ ପ୍ରଯୁକ୍ତିର ଧାରଣା ପ୍ରଥମେ 1959 ମସିହାର ଖ୍ୟାତନାମା ପଦାର୍ଥ ବିଜ୍ଞାନୀ ରିଚାର୍ଡ ଫେଇମ୍ୟାନ୍ ତାଙ୍କର ପ୍ରସିଦ୍ଧ ଭାଷଣ "ଦେୟାର ଇଜ୍ ପ୍ଲେଣ୍ଟି ଅଫ୍ ରୁମ୍ ଆଟ୍ ଦ ବଟମ୍ରେ ଉପସ୍ଥାପନ କରିଥିଲେ। ସେହି ଭାଷଣରେ ସେ 3ଟି ପ୍ରଶ୍ନ ମାଧ୍ୟମରେ ବୈଜ୍ଞାନିକମାନଙ୍କୁ ପରବର୍ତ୍ତୀ ପିଢ଼ିର ଗବେଷଣା ପାଇଁ ବାଟ ଦେଖାଇଥିଲେ। 1974 ମସିହାରେ ଜାପାନର ପ୍ରଫେସର ନୋରି ଟାନିଗୁଚି ମାଇକ୍ରୋମିଟର ଆକୃତିର ବସ୍ତୁ ନିର୍ମାଣରେ ଗବେଷଣା କରୁଥିଲେ। ସେ ସେହି କ୍ଷେତ୍ରକୁ ନାନୋ ଟେକ୍ନୋଲୋଜିର ନାମ ଦେଇଥିଲେ। ପରେ 1980 ଦଶକରେ ସ୍କାନିଂ ଟନେଲିଂ ମାଇକ୍ରୋସ୍କୋପ ଏବଂ ପରବର୍ତ୍ତୀ ସମୟରେ ଆଟମିକ୍ ଫୋର୍ସ ମାଇକ୍ରୋସ୍କୋପର ଆବିଷ୍କାର ବୈଜ୍ଞାନିକମାନଙ୍କୁ ନ୍ୟାନୋ ବିଜ୍ଞାନ କ୍ଷେତ୍ରରେ ଅଧିକ ସଫଳତାର ସହ କାମ କରିବାରେ ସହାୟକ ହୋଇଥିଲା। ଭାରତ ନ୍ୟାନୋ ପ୍ରଯୁକ୍ତି କ୍ଷେତ୍ରରେ ପଛରେ ରହିନାହିଁ। ଭାରତ ସରକାର 2007 ମସିହାରେ ନ୍ୟାନୋ ମିଶନ ଆରମ୍ଭ କରିଥିଲେ। ଏହାଦ୍ୱାରା ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଗବେଷଣା ସଂସ୍ଥାରେ ନ୍ୟାନୋ ଅନୁସନ୍ଧାନ, ଶିକ୍ଷା ଓ ପ୍ରୟୋଗ ଦିଗରେ ଭାରତୀୟ ବୈଜ୍ଞାନିକମାନେ ସଫଳତାର ସହିତ କାର୍ଯ୍ୟ କରୁଛନ୍ତି। ଆମ ଦୈନନ୍ଦିନ ଜୀବନରେ ନ୍ୟାନୋ ପ୍ରଯୁକ୍ତି ବିଦ୍ୟା ଅନେକ କାର୍ଯ୍ୟକୁ ଆହୁରି ସହଜ ଓ ଦକ୍ଷତାର ସହ କରିବାରେ ସାହାଯ୍ୟ କରୁଛି। ଚିକିତ୍ସା ଜଗତରେ ନ୍ୟାନୋ ବିଜ୍ଞାନର ଅପରିସୀମ ସମ୍ଭାବନା ରହିଛି। ଏହି ପ୍ରଯୁକ୍ତି ଦ୍ୱାରା ପ୍ରସ୍ତୁତ ଅତ୍ୟନ୍ତ ଛୋଟ ରୋବୋଟ, ଯାହାକୁ ନ୍ୟାନୋ ବଟ୍ସ କୁହାଯାଏ, ତାହା ଶରୀର ମଧ୍ୟରେ ଯାଇ ରୋଗ ଚିହ୍ନଟ କରିବା ସହ ଔଷଧର ପ୍ରୟୋଗ ଓ ଚିକିତ୍ସା ମଧ୍ୟ କରିପାରେ। ନ୍ୟାନୋ ପ୍ରଯୁକ୍ତି ଦ୍ୱାରା ଔଷଧ କେବଳ ରୋଗ ଥିବା କୋଷକୁ ପହଞ୍ଚି ଲକ୍ଷ୍ୟଭେଦୀ ଚିକିତ୍ସା କରିପାରେ, ଯଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା କମ୍ ହୁଏ ଓ ସଫଳତାର ହାର ଅଧିକ ହୋଇଥାଏ। ନ୍ୟାନୋ ରଡ୍କୁ ବ୍ୟବହାର କରି କ୍ୟାନ୍ସର କୋଷିକାକୁ ଚିହ୍ନଟ କରାଯାଉଛି। ଭବିଷ୍ୟତରେ ହୃଦ୍ରୋଗ, ମସ୍ତିଷ୍କ ରୋଗ ଓ ଡାଇବେଟିସ୍ ପରି ରୋଗର ପ୍ରାରମ୍ଭିକ ଚିହ୍ନକୁ ଚିହ୍ନଟ କରିବାରେ ନ୍ୟାନୋ ସେନ୍ସର ବଡ଼ ଭୂମିକା ନେଇପାରେ। ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ନ୍ୟାନୋ ଉପାଦାନ ବ୍ୟାପକ ଭାବରେ ବ୍ୟବହୃତ ହେଉଛି। ସିଲିକନ୍ ପରିବର୍ତ୍ତେ ସିଲିକନ୍ ନ୍ୟାନୋ ତାରକୁ ବ୍ୟବହାର କରି ଲିଥିୟମ୍ ଆୟନ୍ ବ୍ୟାଟେରୀର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରାଯାଇପାରୁଛି। ବିମାନ ଓ ଗାଡ଼ି ତିଆରିରେ ନ୍ୟାନୋ ସଂଯୁକ୍ତ ଧାତୁ ବ୍ୟବହୃତ ହେଉଛି, ଯାହା ହାଲୁକା ହେଲେ ମଧ୍ୟ ଅଧିକ ଶକ୍ତି ଦେଇଥାଏ। ଏହି ପ୍ରଯୁକ୍ତି ଦ୍ୱାରା ଇନ୍ଧନର ବ୍ୟବହାର କମିଥାଏ ଓ ଯାନବାହନରୁ ଉତ୍ପନ୍ନ ପ୍ରଦୂଷଣ ହ୍ରାସ ପାଇଥାଏ। ନ୍ୟାନୋ ବିଜ୍ଞାନ ଦ୍ୱାରା କ୍ଷୁଦ୍ର, ଦ୍ରୁତ ଓ ଅଧିକ ଶକ୍ତିଶାଳୀ କମ୍ପ୍ୟୁଟର ଏବଂ ମୋବାଇଲ ଫୋନ୍ ପ୍ରସ୍ତୁତ କରାଯାଇପାରେ। ବର୍ତ୍ତମାନ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଉପକରଣର କାର୍ଯ୍ୟକାରିତାକୁ ଉନ୍ନତ କରିବା ଓ ଶକ୍ତି ସଞ୍ଚୟ ଦିଗରେ ମଧ୍ୟ ନ୍ୟାନୋ ଚିପ୍ ଓ ନ୍ୟାନୋ କୋଟିଂ ବ୍ୟବହୃତ ହେଉଛି। ନ୍ୟାନୋ ବିଜ୍ଞାନ କୃଷି କ୍ଷେତ୍ରରେ ମଧ୍ୟ ସହାୟକ ହେଉଛି। ନ୍ୟାନୋ ସେନ୍ସର ଦ୍ୱାରା ଜଳର ଅଭାବ, ମାଟିର ଗୁଣ ଓ ସେଥିରେ ଥିବା ପୋଷକକୁ ମାପି ଚାଷୀ ସାର ଓ ଔଷଧ ପ୍ରୟୋଗ ବିଷୟରେ ସଠିକ୍ ନିଷ୍ପତ୍ତି ନେଇପାରନ୍ତି। ପୃଥିବୀର ପରିବେଶ ପ୍ରଦୂଷଣର ସମସ୍ୟାକୁ ଦୂର କରିବା ପାଇଁ ନାନୋ ପ୍ରଯୁକ୍ତି ସହାୟକ ହେଉଛି। ନ୍ୟାନୋ ଫିଲ୍ଟର ମାଧ୍ୟମରେ ଜଳ ଓ ବାୟୁ ପ୍ରଦୂଷଣ ଦୂର କରାଯାଏ। ବିଶେଷ ଭାବରେ ନ୍ୟାନୋ କାର୍ବନ ଫିଲ୍ଟର ବାୟୁରୁ ବିଷାକ୍ତ ଗ୍ୟାସ୍ ବାହାର କରିଥାଏ। ନ୍ୟାନୋ ବାୟୋପଲିମରକୁ ପ୍ଲାଷ୍ଟିକର ବିକଳ୍ପ ଭାବରେ ବ୍ୟବହାର କରାଗଲେ ପୃଥିବୀକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ରକ୍ଷା କରାଯାଇପାରିବ। ନ୍ୟାନୋ କୋଟିଂ ବା ଆବରଣ ପ୍ରୟୋଗ କରି ମାଟି ତଳେ ରହୁଥିବା ବସ୍ତୁ ଓ ସମୁଦ୍ର ମଧ୍ୟରେ ବ୍ୟବହାର କରାଯାଉଥିବା ବସ୍ତୁକୁ କ୍ଷୟକ୍ଷତିରୁ ରକ୍ଷା କରାଯାଇପାରୁଛି। ଏହା ସହିତ ପ୍ରତିରକ୍ଷା ବିଭାଗ ଓ ଅନ୍ତରୀକ୍ଷ ଗବେଷଣାରେ ମଧ୍ୟ ହାଲୁକା ଅସ୍ତ୍ର, ମଜବୁତ ସାଜ ଓ ସୁରକ୍ଷା ସାମଗ୍ରୀ ତିଆରିରେ ଏହା ଉପଯୋଗୀ ହେଉଛି। ନ୍ୟାନୋ ପ୍ରଯୁକ୍ତି ଆଧାରିତ ଉତ୍ପାଦଗୁଡ଼ିକ ଦିନକୁ ଦିନ ଆମ ଜୀବନର ଅଂଶ ହେଉଛି। ଏପରି ଉତ୍ପାଦ ମଧ୍ୟରେ ଦୀର୍ଘସ୍ଥାୟୀ, ବ୍ୟାକ୍ଟେରିଆ ବିରୋଧୀ ଓ କୁହୁଡ଼ି ବିରୋଧୀ ପେଣ୍ଟ, ଧୂଳି ପ୍ରତିରୋଧୀ କାଚ, ଓଦା ହେଉନଥିବା ବସ୍ତ୍ର, ପ୍ରଭାବଶାଳୀ ପ୍ରସାଧନ ସାମଗ୍ରୀ ଓ ଜୀବାଣୁ ପ୍ରତିରୋଧୀ ଖାଦ୍ୟ ପଦାର୍ଥ ମଧ୍ୟ ରହିଛି। ନ୍ୟାନୋ ବିଜ୍ଞାନ ଯଦିଓ ଅତ୍ୟନ୍ତ ଉପଯୋଗୀ,
ଏହା ସହିତ କିଛି ଜଟିଳତା ଓ ସମସ୍ୟା ମଧ୍ୟ ଜଡ଼ିତ ଅଛି। ଯେପରି ନ୍ୟାନୋ କଣିକା ମାନବ ଶରୀରରେ ବିନା ନିୟନ୍ତ୍ରଣରେ ପ୍ରବେଶ କଲେ ବିଷାକ୍ତ ପ୍ରଭାବ ପକାଇପାରେ। ତେଣୁ ଏହି ବିଜ୍ଞାନ ସମ୍ବନ୍ଧରେ ଆହୁରି ଅଧିକ ଅନୁସନ୍ଧାନର ଆବଶ୍ୟକତା ସହ ଏହାର ପ୍ରୟୋଗ ସମ୍ବନ୍ଧୀୟ ସୁରକ୍ଷା ନୀତି ମଧ୍ୟ ଆବଶ୍ୟକ। ବର୍ତ୍ତମାନ ସମୟରେ ନାନୋ ପ୍ରଯୁକ୍ତି ସାହାଯ୍ୟରେ ତିଆରି ଉପାଦାନ ଓ ଯନ୍ତ୍ରଗୁଡ଼ିକ ଅଧିକ ମୂଲ୍ୟବାନ ହେଉଥିବାରୁ ଗରିବ ଓ ବିକାଶଶୀଳ ଦେଶଗୁଡ଼ିକ ପାଇଁ ଏହାର ଲାଭ ପାଇବା କଷ୍ଟକର ହେଉଛି। ନାନୋ ବିଜ୍ଞାନ ମନୁଷ୍ୟ ପାଇଁ ଉନ୍ନତିର ପଥ ଉନ୍ମୁକ୍ତ କରିଛି। ଏହି ବିଜ୍ଞାନର ଦାୟିତ୍ୱର ସହ ପ୍ରୟୋଗ ଆଗାମୀ ଦିନରେ ମାନବ ସମାଜକୁ ଉନ୍ନତିର ନୂତନ ଶିଖରକୁ ପହଞ୍ଚାଇ ପାରିବ।